ଆପଣ ଜାଣିଥିବେ 2 ତାରିଖ ଦିନ ଆମର ମୁଖ୍ୟମନ୍ତ୍ରୀ ଗୋଟେ ଘୋଷଣା କରିଛନ୍ତି ଯେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବା ଗୋଟେ ଟାସ୍କ ଫୋର୍ସ କରିଛନ୍ତି। ଯେଉଁ ପରିଷଦ ରିପୋର୍ଟ ଦେଲା ପରେ ଏ ପରିଷଦଟା ଗଠନ କରାଯିବ, କିନ୍ତୁ ଏ ପରିଷଦର କୌଣସି ବିକାଶ ହେବନି ଆମର, ସେଥିପାଇଁ ଆମକୁ ବିରୋଧ କରୁଛୁ। ଆମର ବହୁତ ଦିନ ଡିମାଣ୍ଡ ଅଛି, ଯଦି ଆଦିବାସୀ ଅଞ୍ଚଳରେ ବିକାଶ କରିବାକୁ ଚାହୁଁଛନ୍ତି, ବିଶେଷ କରି 9ଟା ଜିଲ୍ଲାର, ଯେଉଁ 9ଟା ଜିଲ୍ଲା କି ସବୁବେଳେ ଅପପୁଷ୍ଟିର ଶିକାର ହେଉଛି, ଅନାହାରରେ ଲୋକ ମରୁଛନ୍ତି, ଆମଟା ଖାଉଛନ୍ତି, ଦାଦନ ଯାଉଛନ୍ତି, ୟାକୁ ରୋକିବା ପାଇଁ ହେଲେ ଆମେ ସବୁବେଳେ ଡିମାଣ୍ଡ କରି ଆସୁଛୁ ଯେ ସିଙ୍ଗଲ ଲାଇନ୍ ଡିମାଣ୍ଡ ଏବଂ ସିଙ୍ଗଲ ଲାଇନ୍ ଆଡମିନିଷ୍ଟ୍ରେସନଟା ଲାଗୁ କରାଯାଉ, ଯେଉଁଟାକି ସମ୍ବିଧାନରେ ବ୍ୟବସ୍ଥା ଅଛି। ଆର୍ଟିକଲ 275(1)ରେ ଅଛି ବ୍ୟବସ୍ଥା। ରାଜ୍ୟ ସରକାରମାନେ ଆଦିବାସୀ ଅଞ୍ଚଳ ବିକାଶ କରିବାକୁ ଆଇନ ତିଆରି କରନ୍ତୁ ଏବଂ ସ୍ୱତନ୍ତ୍ର ବଜେଟ୍ ତିଆରି କରନ୍ତୁ। ତା ପାଇଁ ବ୍ୟବସ୍ଥା କରାଯାଏ ସିଙ୍ଗଲ ଲାଇନ୍ ଡିମାଣ୍ଡ ଆଡମିନିଷ୍ଟ୍ରେସନଟା। ତାର ବ୍ୟବସ୍ଥା ଅଛି ଯେ 22% ଆମର ରାଜ୍ୟରେ ଅଛୁ ଆମେ ଆଦିବାସୀମାନେ, ସେ ଅନୁସାରେ ବଜେଟ୍ରେ ବ୍ୟବସ୍ଥା ହେବା କଥା। 22% ଯଦି ଆପଣ ଯଦି ହିସାବ କରିବେ, ଆମର 66,000 କୋଟି ଟଙ୍କା ହେଉଛି ଏ 9ଟା ଜିଲ୍ଲା ପାଇଁ। ସେ ଆଇନ ଲାଗୁ କରନ୍ତୁ ଏବଂ ଆମକୁ 66,000 କୋଟି ଦିଅନ୍ତୁ, ତାହେଲେ ଏ ଆଦିବାସୀ ଜିଲ୍ଲାର ସବୁ ବିକାଶ ହେବ, ଆଉ ଦଦାନ ସମସ୍ୟା ରହିବ ନାହିଁ, ଅନାରରେ କିଏ ମରିବ ନାହିଁ, ଇରିଗେସନ୍ ସୁବିଧା ହେବ, ସବୁ ବିକାଶ ହେବ। ସେଥିପାଇଁ ଆମର ଡିମାଣ୍ଡ ସିଙ୍ଗଲ ଲାଇନ୍ ଡିମାଣ୍ଡ ଏବଂ ସିଙ୍ଗଲ ଲାଇନ୍ ଲାଗୁ କରନ୍ତୁ। ଯଦି ଆମେ ଏଟା ସବୁବେଳେ ବିଧାନସଭାରେ ଉଠୁଛୁ, ପୁଣି ବିଧାନସଭାରେ ଉଠିବ ଏ କଥା। ଆମେ ସବୁ କଥା ହେଇଛୁ, ଆଦିବାସୀ ଜିଲ୍ଲାର ବିଧାୟକମାନେ କଥା ହେଇଛୁ ଯେ ଯଦି ସରକାର ନ ଶୁଣିବେ ତାହେଲେ ପୁଣି ଆମେ ଡିମାଣ୍ଡ ରଖିବୁ ବିଧାନସଭାରେ। ଆମେ ଆକୁ ବିରୋଧ କରୁଛୁ। ଏହାଦ୍ୱାରା ଏ କର୍ମୀ ଥଇଥାନ କରା ନୀତି କରନ୍ତୁ ନାହିଁ। ଗଲାଥର ଯେମିତି ବିଜେପି ବାଲା କରିଥିଲେ ଆଦିବାସୀ ବିକାଶ ପରିଷଦ ନାଁରେ କର୍ମୀମାନଙ୍କୁ ଥଇଥାନ କରିଥିଲେ, ଏ ମଧ୍ୟ କରିବା ପାଇଁ ଏ ଯୋଜନାକୁ ଆମେ ବିରୋଧ କରୁଛୁ।